आज्ञा विष्णुकर वैकुंठपुर रे देवता माने पहुंचिले बोले प्रभु रावण विनाश हो आपण राम अवतार नेबे आपण राम अवतार नेले रावण मरिबो केमिति अवतार यथा शीघ्र नेले रावण ध्वंस हेबो नु पंडित आज्ञा जते बेले वैकुंठपुर रे आपण मानकर लक्ष्मी आ सनक सनंद सनत कुमार को अभिशाप रे जय विजय पंडित अभिशाप हले तीन जुगरे राक्षस होई जन्म हेबे जयर स्त्री पंडित कांदिला भगवान को पाखरे जाईगी बोला प्रभु तीन जुगरे मो स्वामी राक्षस होबे केमिति मुक्ति हेबे कह नु पंडित तृतीय जुगरे जयर स्त्री होची मंथरा मंथरा आज्ञा जयर स्त्री हेला रावणर स्त्री मंथरा नु करी रावण केमिति मुक्ति हबो जय होची रावण निज स्वामी की मुक्ति करिवा पई एठी कईकेई की केंद्र करे हे मोर पंडित राम को वनवास पठैला मंथरा स्वामी जय आ कुंभकर्ण मुक्ति हेबा पई सेहिथि पई पंडित आज्ञा स्वर्गपुर रे सेदिन रावण को बध करिवा पई वैकुंठपुर रे भगवान विष्णु को देवता मान डाकिले देवता छांद एठी गाउची आज्ञा हां कवि सम्राट भंज 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 कवि अछंदी हां से हेले सम्राट सम्राट वाले को मु कहलु मानो हां सम्राट वाले को कहलु तमरा गोळबाई आज्ञा तम गोळबाई होची विद्यानगरी सम्राट वाले कोन सम्राट वाले राजा अरे वाह यार तमे कह देजो सम्राट 30 वर्ष पाली आसी पर दिन पचारली आमे कंट्रोल पाला को जाइतली हां कंटिलो हां से कंट्रोल रे पचारली हम कहले रे सम्राट का कहंदी हां ना देखिया बुझिया मंगा एक कथा तू काई एठी कहलु जे जेते कवि अछंदी सार हां कवि सम्राट उपेंद्र भंज हां कवि रे भंज कवि भल अच्छा तापरे ताଳ ଜାକରେ ଆମ ଝାଞ୍ଜ ଭଲ हां କାଠ ଜାକରେ ମାଳ ପଟେ ମାନେ ଶାଳୁଆ ମଞ୍ଜ ଭଲ अच्छा ବଳିତା ଜାକରେ ଘିଅ ସଞ୍ଜ ଭଲ हां ସାରେ हां ମାଇପି ଜାକରେ ବାଞ୍ଝ ଭଲ ତା ମୁଣ୍ଡ କେନ୍ତି काम करछि अंशरे छिड़े हो हो बसंत बाबू बोला फणी पतिस्ता बय फणी फणा मोर दय फणी फणा फणी फणा ये फरफरी को कुदेंदा करे ये फळ न थिबा दरु फळ के मोहामेरु ये फल गुज सगुण धरी हे ये निरादृश निरादृश ने ये फर फरिया बाना मोरे ये फटकार मंत्र के उचारे फुंक गुड़ को धरी फिसा दे अनुसारी ये फांदी फांदी तो तरबारे हे ये महाप्रभु ଯେତେବେଳେ ଦେବତା ମାନେ ଭଗବାନ ବିଷ୍ଣୁଙ୍କୁ ଡାକିଲେ ପ୍ରଭୁ ରାବଣ ବଧ ହବ ଆପଣ ପୃଥିବୀ କି ଚାଲନ୍ତୁ ଏଇଟା ଆପଣଙ୍କ ଅବତାର ହବ ରାମ ଅବତାର ଭଗବାନ କହିଲେ ଏଇ ଅବତାରରେ ମୁଁ ବହୁତ କାନ୍ଦିବାକୁ ପଡିବ ବହୁତ କଷ୍ଟ ମତେ ହବ ସେତିକି ବେଳେ ଭଗବାନ ଶିବ ପଣ୍ଡିତ ଥିଲେ ବୋଲେ ପ୍ରଭୁ ଆପଣ କାନ୍ଦିବେ ଆପଣ କଷ୍ଟ ପାଇବେ ମୁଁ କେବେ ସହି ପାରିବି କି ତେଣୁ କରି ପଣ୍ଡିତ ଭଗବାନ ଶିବ ଚିନ୍ତା କଲେ बोले प्रभु आपनको मु साहाय्य करबाकू पृथ्वी की जीवी तेणु भगवान पंडित शिव हले हनुमान भगवान राम को साहाय्य करबा पई प्रति मुहूर्त रे प्रतिश्रुति देई शिवंकर अंशरे हनुमान पंडित पृथ्वी रे प्रकट हेले ये रामकर भक्त पंडित होइथिबारु हनुमान भगवान शिवंकर अंशरे जन्म होइथिबारु
ବୈକୁଣ୍ଠପୁରରେ ଶିବ କଥା ଦେଲେ ଭଗବାନ ବିଷ୍ଣୁଙ୍କୁ ପ୍ରଭୁ ଆପଣଙ୍କ ପାଖେ ପାଖେ ମୁଁ ରହିବି, ଆପଣଙ୍କର କଷ୍ଟ ମୁଁ ହବାକୁ ଦେବିନି, ଆପଣ କାନ୍ଦିବେନି, ଅସୁବିଧାରେ ପଡିବେ ନାହିଁ। ସେଇଥିପାଇଁ ପଣ୍ଡିତେ ସେଇ ଦେବଦେବ ମହାଦେବ ଭଗବାନ ବିଷ୍ଣୁଙ୍କୁ ରକ୍ଷା କରିବା ପାଇଁ ହନୁମାନ ରୂପକୁ ଧରି ପ୍ରତି ମୁହୂର୍ତ୍ତରେ ରାମକୁ ସାହାଯ୍ୟ କଲେ। ଅଞ୍ଜନା ଗର୍ଭରୁ ହନୁମାନ ଜନ୍ମ, ସୁଗ୍ରୀବଙ୍କର ପୁତ୍ର ହେଲେ ପଣ୍ଡିତେ, ସୁଗ୍ରୀବଙ୍କର ପିତା ହେଲେ ସୂର୍ଯ୍ୟ, ସେଇଥିପାଇଁ ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ। ଆଉ ପଣ୍ଡିତ ମଣ୍ଡଳୀ ଆଜ୍ଞା ଭଗବାନ ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିବାର, ସମସାମୟିକ ଦଶା ହୋଇଥିବାର, ହେ ମୋର ପଣ୍ଡିତେ ଭଗବାନ ରାମ ସୁଗ୍ରୀବ ଉରରେ ଆଉଜିଲେ। ତାହେଲେ ପଣ୍ଡିତେ କବି ଲେଖିଲେ ବିଚିତ୍ର ମୃଗ ଛାଲ ପରେ ବିଜୟ ସୁଗ୍ରୀବ ଉରେ ଆଉଜିଲେ। ଦକ୍ଷିଣ ଭୁଜ ତାରା ସୁତ କନ୍ଧେଣ, ଦକ୍ଷିଣ ହାତ ଭଗବାନଙ୍କର ପଣ୍ଡିତେ କୋଉଠି ରହିଥିଲା ନା ଦକ୍ଷିଣ ଭୁଜ ତାରା ସୁତ କହିଲେ ଅଙ୍ଗଦ, ଅଙ୍ଗଦ ଉପରେ ଭଗବାନ ରାମଙ୍କର ହାତ ଆଜ୍ଞା ଥିଲା। ହଁ ହେ ମୋର ପଣ୍ଡିତେ ଭଗବାନ ରାମ ବାଳିପୁତ୍ର ଅଙ୍ଗଦ ଉପରେ ହାତଟା ପକେଇଲେ। ଭଗବାନ ଯାହାକୁ ରଖିବ ତାକୁ କି ମାରନ୍ତିନି ଆଜ୍ଞା, ଯାହା ଉପରେ ତାର ହାତଟା ରହିବନି 14 ବ୍ରହ୍ମାଣ୍ଡରେ ତାକୁ ଆଜ୍ଞା ମାରିବା ଶକ୍ତି କାହାର ନାହିଁ। ନାମାଚାର୍ଯ୍ୟ ବିଶ୍ୱଗୁରୁ ବାବା ବାଇଆ କହିଲେ, ବୋଲେ ବୁଢାଇ ମାରିବା ପାଇଁ କି ଯେବେ ଥାଏ ବିଧାନ, ବୋଲେ ଖଡଗେ ନିହତ କଦାପି ହୁଏ ନାହିଁ ଜୀବନ, ମନ ତୁ ଭୟ ନ କର ଧର ଭୟ ପାଗ, ଇଏ ଘୁଞ୍ଚିବ ସକଳ ବିଷାଦ ହୃଦୟ ବଆଲାଦ, ଇଏ ଦଦରା ନାବରେ କରଇ ପାଣି ସେ ନରହରି, ବୋଲେ ତା ବିନା ମଗନ ଜଳରେ ହୁଏ ସୁଦୂର ପାଣି, ବୋଲେ ବିରାଡ଼ି ମୂଷାକୁ ଧରଇ ଏଇ ସଂସାରେ, ବୋଲେ ମାତ୍ର ମୂଷା ଧରେ ବିରାଡ଼ି ତାର କୃପା ପାଇଲେ, ସ୍ଥଳ ଭାଗ ହୁଏ ସାଗର ପୁଣି ସାଗର ସ୍ଥଳ, ଇଏ ଜଳକୁ ପଥର କରଇ ଏହା ବିଚିତ୍ର ଖେଳ, ବୋଲେ ମାଟି ହୋଇଯାଏ ସୁବର୍ଣ୍ଣ ପୁଣି ମୂର୍ତ୍ତିକା ସୁନା, ଇଏ ଲତା ଭାବେ କରେ ସଂହାର ରଚି ଆଜ୍ଞାର ନାରା, ବୋଲେ ପଖାଳ ଯେ ଖାଏ ତାହାକୁ ଆଗେ ଦିଏ ତତଲା, ବୋଲେ କିଛି ନ ଖାଇବା ଲୋକକୁ କରୁଥାଏ ବାଉଳା, ଇଏ ନାହିଁ ନାହିଁ ଠାରେ ଅଛି ସେ ଥିବା ଭାବରେ ନାହିଁ, ବୋଲେ ଏଇ ଭାବେ ଖେଳ କରଇ ଭାବେ ବିଶ୍ୱ। ତେଣୁ ଭଗବାନ ଯାହାକୁ ରଖିବ ତାକୁ କିଏ ମାରି ପାରିବେନି ଆଜ୍ଞା, ସିଏ ଯାହାକୁ ମାରିବ ତାକୁ କିଏ ରଖିପାରିବ? ଯଦି ଗୋଟେ ଲୋକ ବୁଡିକି ମରିବାର ସମ୍ବିଧାନ ଥାଏ ତାକୁ ଖଣ୍ଡାରେ ହାଣିଲେ ସିଏ ମରିବ ନାହିଁ। ସେଇଥିପାଇଁ ରାତି ପାଇଲେ ପଣ୍ଡିତେ ଭଗବାନ ବୋଲି କିଏ ଅଛି ବିଶ୍ୱାସ କରନ୍ତୁ। ଯେମିତି କର୍ମ ଅଛି ମାନେ ଫଳ ଅଛି, ଯେମିତି କର୍ତ୍ତା ଅଛି ମାନେ କ୍ରିୟା ଅଛି, ସେମିତି ସୃଷ୍ଟି ଅଛି ମାନେ ସ୍ରଷ୍ଟା ପଣ୍ଡିତ ଅଛି। ହେ ଏଡ ବଡ ସୃଷ୍ଟି ଯିଏ ଚଲାଉଛି ପଣ୍ଡିତେ ସିଏ ଜଗତରେ ଅଛି ଆଜ୍ଞା, ସେ ନଥିଲେ ଦିନ ହନ୍ତା ନା ରାତି ହନ୍ତା ନା ବର୍ଷା ହନ୍ତା ନା ପବନ ହନ୍ତା, ସେ ନଥିଲେ ମାତୃଗର୍ଭରେ ଶିଶୁ ସଞ୍ଚାର ହନ୍ତା, ସେ ନଥିଲେ ପଣ୍ଡିତେ ଜୀବ ଶିଶୁରେ ବାର୍ଦ୍ଧକ୍ୟ ହନ୍ତା, ସେ ନଥିଲା ଆଜ୍ଞା ସଂସାରରେ ମଣିଷ ଜନ୍ମ ହୁଅନ୍ତା ମରନ୍ତା କି, ସିଏ ଅଛି ବୋଲି ପଣ୍ଡିତେ ଦିଗ ଋତୁ ପରିବର୍ତ୍ତନ ହୁଏ, ସିଏ ଅଛି ବୋଲି ପଣ୍ଡିତେ ପକ୍ଷ ମାସ ପରିବର୍ତ୍ତନ ହୁଏ। ତେଣୁ ଭଗବାନ ଯାହା ଉପରେ ହାତ ଧୁଏ ତାକୁ ମାରିବାକୁ ଶକ୍ତି କାହାର ନାହିଁ। ସୁଗ୍ରୀବର ପଣ୍ଡିତ ମଣ୍ଡଳୀ ଉରରେ ଆଉଜିଲେ, ଏଠି ବାଳିପୁତ୍ର ଅଙ୍ଗଦର ଉପରେ ହାତକୁ ଧୋଇଲେ। ବାଳିକି ଭଗବାନ ବଦ୍ଧ କରିଥିଲେ ଆଜ୍ଞା, ପ୍ରତିଶ୍ରୁତି ଦେଇଥିଲେ ତୋ ପୁଅର ଦାୟିତ୍ୱ ମୁଁ ରଖିବି। ବାଳି ଯେତେବେଳେ ବଦ୍ଧ ହେଲା ଭଗବାନ ରାମ ବାଳିକି କଥା ଦେଲେ ତୋ ପୁଅର ଦାୟିତ୍ୱ ମୋ ହାତରେ। ଦେଖନ୍ତୁ ଭଞ୍ଜଙ୍କୁ ଆଣିବା ଆଜ୍ଞା, କବି ସମ୍ରାଟ ଭଞ୍ଜ ଲେଖିଲେ ବାଳିକି ଭଗବାନ ଯେତେବେଳେ ବଦ୍ଧ କଲେ ବାଳି ସହିତ ରାମଙ୍କର କେତେ ସୁନ୍ଦର ଯୁକ୍ତି ଚାଲିଛି ଦେଖନ୍ତୁ ଆଜ୍ଞା। ବୋଲା ବାରି ଯୋଉ ଦେ ବନ୍ଧୁ କି ରେ ବୀର ବାରିଧି ଚାରିରେ କରି ଆସଇ ଭାତ କି ପରାଏ ରିପୁ ଦର୍ଶନେ ଥରିତ
ଭଞ୍ଜ କହିଲେ ବାଳି ପରାକ୍ରମଟା କେତେ ଦେଖନ୍ତୁ ଆଜ୍ଞା। ବାରି କହିଲେ ଜଳ, ଜଳ ଜଳରୁ ଜାତ ହେଲେ ପଦ୍ମ, ପଦ୍ମ ବାରିଜ ଉଦେ ବନ୍ଧୁ କି ଆଜ୍ଞା। ବାରି କହିଲେ ଜଳ, ଜଳର ବନ୍ଧୁ, ଜଳର ଜାତ ହେଲେ କିଏ ସେ ନା ପଦ୍ମ, ପଦ୍ମର ବନ୍ଧୁ ପଦ୍ମର ବନ୍ଧୁ ହେଲେ ସୂର୍ଯ୍ୟ। ସୂର୍ଯ୍ୟ ଉଦୟ ହେଲେ ଯେତେବେଳେ ସୂର୍ଯ୍ୟ ପଣ୍ଡିତେ ଉଦୟ ହୁଅନ୍ତି ପଦ୍ମ ବିକଶିତ ହୁଏ। କବି ଲେଖିଲେ ବାରିଜ ଉଦେ ବନ୍ଧୁ କି ଏ ଦେବୀର ଗଣ। ବାରିଜ ଚାରିରେ କରି ଆସଇ ଦର୍ପଣ। ଗଲା ବାରିଧି ଚାରିରେ କରି ଆସ